ମୁଁ ଅଛି ତ ସବୁ କିଛି ଅଛି। ମୁଁ ନାହିଁ ମାନେ କିଛି ବି ନାହିଁ। ମୁଁ କିଏ? ମୁଁ ଜଣେ ମଣିଷ। ଏ ମଣିଷ ସାରା ପୃଥିବୀର ଜୀବଜଗତ, ପଶୁ ପକ୍ଷୀ, ଚରୁଥିବା ଗୋରୁପୁଲ, ଜୀବଜନ୍ତୁ, ନଦୀ, ବଣ, ପାହାଡ଼ ସବୁକିଛିକି ଦେଖି ଯେମିତି ବିସ୍ମୟ ବିମୂଢ଼ ହୋଇଯାଏ, ବ୍ୟାକ୍ରୁଦ୍ଧ ହୋଇଯାଏ। କେତେ ବିରାଟ ତା ଏ ଆକାଶ। ମୁଁ ଅଛି ତ ଜଗତ ଅଛି। ଜଗତ ସାରା ବିଶ୍ୱ ବ୍ରହ୍ମାଣ୍ଡ ଭିତରେ ମୁଁ ବି ଅଛି। ଆଜିର ମଣିଷ ନିଜର ଅସ୍ତିତ୍ୱ ଅସ୍ମିତାକୁ ନେଇ ବେଶ ସଙ୍କଟରେ ଅଛି। ତେବେ ଏହି ପରିପ୍ରେକ୍ଷୀରେ ମଣିଷର ଅସ୍ତିତ୍ୱ ଓ ସଙ୍କଟକୁ ନେଇ ବିଚାର କରିବାର ବେଳ ଆସିଛି। ସେ ଯେଉଁଠି ଅସହାୟ ହୋଇପଡ଼େ, ଆକାଶର ଅସୀମତାକୁ ଦେଖି ବାକ୍ ରହିତ ବିମୂଢ଼ ହୋଇଯାଏ, ସୁଦୂର ଦିଗ୍ବଳୟରେ ସେ ଏକ ମୁଗ୍ଧ ଜୀବ ଭଳି ନିଜକୁ ପ୍ରତୀୟମାନ କରେ। ସେ ପରିପ୍ରେକ୍ଷୀରେ ମଣିଷ ପ୍ରକୃତି ପାଖରେ ଖୁବ୍ ନଗଣ୍ୟ, ସାଧାରଣ ହୋଇପଡ଼େ। ସରଳ, ଖୁବ୍ ସାଧାରଣ, ନଗଣ୍ୟ ହେବା ଏତେ ସହଜ ନୁହେଁ, ଖୁବ୍ କଠିନ। ଅସାମାନ୍ୟ, ଅସାଧାରଣ ହେବା ପାଇଁ ତେଣୁ ମଣିଷ ଏ ଜଗତରେ ପ୍ରତିଯୋଗିତା ପଛରେ ପଡ଼ିଯାଇଛି। ସତରେ ସରଳ, ସାଧାରଣ, ନଗଣ୍ୟ ହୋଇ ହଜିଯିବାରେ ଯେଉଁ ଆନନ୍ଦ ଥାଏ, ଯେଉଁ ମୁକ୍ତି ଥାଏ, ଅସାଧାରଣ, ଅସାମାନ୍ୟ ହେବାରେ, ବାସ୍ତବିକ ନିଜର ପରିଚୟ ଖୋଜିବାରେ ବାସ୍ତବିକ ଗୋଟିଏ ଦୁଃଖ ଓ ଅସହାୟତା ଘେରି ଚାଲେ। ତେବେ ଆସନ୍ତୁ, ମଣିଷର ଏ ଅସ୍ମିତା, ଅସ୍ତିତ୍ୱକୁ ନେଇ ଯେଉଁ ସଙ୍କଟ ଆସିଛି ତା ସମ୍ପର୍କରେ ବିଚାର କରିବା। ବିଚାର କରିବାର ସେ ବେଳକୁ ଆମେ ଉପଲବ୍ଧି କରିବା। ଧନ୍ୟବାଦ।